कंटा कंठ भଳିया लगुଛି देहरे पकड़े କୋଡ଼ିଏ ହେଇଥିଲେ କୋଡ଼ିଏ ହେଇଥିଲେ ଶ୍ଲୋକଟାକୁ ଓ ଏଇ गोविंद ए को श्लोकटा कौन गिरिधारी आसु पंडित आसु अत आत्यंतिक क्षीमं पृच्छाम भवतो अनग संसारे अस्मिन् लोकेस्मिन् क्षणार्धपि सत्संग सेवाधीनुना। श्लोक अर्थ रखो परम गति लाभ हो जाए संसार अस्मिन् क्षणार्धोपि सत्संग सेवाधीनुना। वाह कहते किए कहते एटा गिरिधारी किए कहते क्या कहते नव जगत कहते हे महापुरुषगण से वर्तमान भाग्यक्रम आपण मानकर दुर्लभ दर्शन लाभ करी आपण मानकर निकटरू मंगल विषय को प्रश्न करुछि कहीं ना ए संसार जदि क्षणार्ध काल सत्संग लाभ करा जाए ताहले परमार्थ लाभ स्वरूप आनंद आनंद ही है ताके आनंदजनक है परमार्थ संसार जो मैंने क्षणार्धपि लोक अस्मिन् सत्संग जो मैंने करती से परमानंद लाभ होता है। आपण माने भगवान कर निजजन परिकर पार्षद सौभाग्य अवस्था आपण मानकर दर्शन पाइछि मु तेणु आपण निकट में आत्यंतिक मंगल कथा प्रश्न प्रथम प्रश्न निमि महाराजंकर 9टा प्रश्न प्रथम प्रश्न यहाँ अत आत्यंतिक क्षेम प्रश्न तो अनेक अच्छी घर को जो अतिथि आसवे विभिन्न प्रकार प्रश्न कुशल जिज्ञासा करा जाए कि जिते बड़े महात्मा मान आसती कौन सी सांसारिक प्रश्न करा जाए नहीं कहीं महात्मा दर्शन रे संसार संसार मंगल हो जाए जागतिक प्रश्न कौन सी ठीक नुहे से दर्शन ही से पदार्पण ही सबकि जगतर मंगल होता है कि पाखे कौन प्रश्न करिया दरकार आत्यंतिक मंगल परमार्थ विषय को प्रश्न आवश्यक कौन सी जागतिक प्रश्न नहीं इतना काली कहला विवृत्ति दिखाई जगत रे भिन्न भिन्न प्रकार दयार भेद अच्छी किंतु
ଯେତେ ପ୍ରକାର ଜଗତରେ ଦୟା ଦେଖାଯାଉଛି, ଏଇ ସମସ୍ତ ଦୟାରେ ଆତ୍ୟନ୍ତିକ ଦୁଃଖ ନିବୃତ୍ତି ହେବନି। ଏଇ ଲୋକମାନେ ସବୁ ଯେଉଁ ଦୟା କରୁଛନ୍ତି, ଏଇ ଦୟାରେ କୌଣସି କିଏ କାହାକୁ ଦୟା କରୁଛି, କିଏ କାହାକୁ କୃପା କରୁଣା କରୁଛନ୍ତି, ଏହିସବୁ ସାମୟିକ ସୁଖ ପ୍ରାପ୍ତି ହୋଇପାରେ, କିନ୍ତୁ ଅତ୍ୟନ୍ତ ଦୁଃଖ ନିବୃତ୍ତି ହେବନି। ଜନ୍ମ ଜନ୍ମାନ୍ତର ଯେଉଁ ଦୁଃଖ ରହିଛି, ମଣିଷ ଦୁଃଖ କାହିଁ ପାଉଛି ଯେ କାହିଁ ପାଉଛି? ମଣିଷ ଦୁଃଖ କାହିଁ ପାଉଛି? କୃଷ୍ଣ କୃଷ୍ଣକୁ ଭୁଲି ଯିବାଟା ହିଁ ଦୁଃଖର କାରଣ। ତେଣୁ କୃଷ୍ଣକୁ ସ୍ମରଣ କରିବାଟା ହେଲା ସୁଖର କାରଣ। ଏଇ ମାର୍ଗଟା କେବଳ ମହାତ୍ମାନେ ଦିଅନ୍ତି, ଅନ୍ୟ କେହି ଜଗତରେ ଦିଅନ୍ତିନି। ସମସ୍ତେ ଦୁଃଖକୁ ନିବୃତ୍ତି କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ବିକଳ୍ପ ମାର୍ଗ ଦୟା ଦେଖାନ୍ତି। କିଏ କାହାକୁ ଖାଇବାକୁ ଦିଏ, କିଏ କାହାକୁ ବସ୍ତ୍ର ଦିଏ, କିଏ କାହାକୁ ଚାକିରି ଦିଏ, କିଏ କାହାକୁ କ'ଣ ଦିଏ। କିନ୍ତୁ ସମସ୍ତ ଦୁଃଖର ନିବୃତ୍ତିର ଏକମାତ୍ର କାରଣ ହେଉଛି ହରିଭଜନ। ଏହା କେବଳ ପରମାର୍ଥ ନିରୂପକ ମହାତ୍ମାମାନେ ଏହାକୁ ପ୍ରଦାନ କରନ୍ତି, ଅନ୍ୟମାନଙ୍କ ଦ୍ୱାରା ସମ୍ଭବ ନୁହେଁ। ଏଇଟା ଏଥିପାଇଁ ଗୋଟେ ସାଧୁର ଦୟା ଆଉ ଜଗତର ଲୋକମାନଙ୍କର, ବିଶେଷ କରି ଦେବତାମାନଙ୍କର ଦୟା ଭିତରେ ତୁଳନା କରିବା, ନିରିମତ୍ସର ସନ୍ତମାନଙ୍କର ଦୟା ତୁଳନାରେ ଜଗତର ସବୁ ଦୟା ଫିକା ପଡ଼ିଯିବ। ଏସବୁ ଦୟା ମନ୍ଦ ଉଦୟ ଦୟା, ଜଗତର ଆତ୍ମୀୟଜନ ସ୍ୱଜନ ଯେଉଁମାନେ, କିନ୍ତୁ ମହାତ୍ମା ଯେଉଁମାନେ, ଏମାନେ ଯେଉଁ ଦୟା କରନ୍ତି ଅମନ୍ଦ ଉଦୟ ଦୟା, ଏଥିରେ ଜଗତ ଜୀବର କଲ୍ୟାଣ ହେଇଥାଏ। ସେଥିପାଇଁ ଇଏ ଦୈନ୍ୟତାର ସହିତ କହୁଛନ୍ତି, ମାଦୃଶ ମନ୍ଦଭାଗ୍ୟ ସାଂସାରିକ ଲୋକମାନଙ୍କର ନ୍ୟାୟ ପାପ ପ୍ରବଣ ନୁହନ୍ତି। ଆପଣମାନେ କର୍ମଫଳ ବାଧ୍ୟ ଜୀବ ନୁହନ୍ତି। ମୋ ସଦୃଶ କୌଣସି ସଂସାର କ୍ଲିଷ୍ଟ ସାଂସାରିକ ଲୋକମାନଙ୍କ ସଦୃଶ ଆପଣ ପାପ ପ୍ରବଣ ନୁହନ୍ତି। ଏଇଥିପାଇଁ ଆପଣମାନଙ୍କର ବାଣୀରେ କୌଣସି ପ୍ରକାର କପଟତା ନାହିଁ। କାହିଁକିନା ଯେଉଁମାନେ ସଂସାର ବିଷୟ ଭିତରେ ଡୁବିକି ଅଛନ୍ତି, ଯେଉଁମାନେ ସାଂସାରିକ ଲୋକ ଯାହାକୁ କୁହାଗଲା ମନ୍ଦଭାଗ୍ୟ, ସେମାନେ ସବୁବେଳେ ପାପରେ ଲିପ୍ତ ଥାନ୍ତି। ଏଇଥିପାଇଁ ସେମାନଙ୍କର କଥାରେ ମଧ୍ୟ ପାପର ଛିଟା ଥାଏ, ସେ କଥାର କୌଣସି ଓଜନ ନଥାଏ। କିନ୍ତୁ ଯେଉଁମାନେ ନିର୍ମତ୍ସର ସନ୍ଥ, ଆପଣମାନଙ୍କ ସଦୃଶ ମହାଭାଗବତ, ଯେଉଁମାନେ ଭଗବାନଙ୍କ ପରିକର ପାର୍ଷଦ, ଯେଉଁମାନଙ୍କର ସଂସାର ଆସିଛନ୍ତି କେବଳ ଜଗତ ଲୋକଙ୍କୁ ଆଲୋକ ବିତରଣ କରିବା ପାଇଁ, ଯେଉଁ ସଂସାର ସହିତ କୌଣସି ସମ୍ବନ୍ଧ ହିଁ ନାହିଁ, ସେହି ପ୍ରକାର ମହାନୁଭବ ଆପଣମାନଙ୍କ ବାଣୀରେ, ଆପଣଙ୍କ ବାକ୍ୟରେ କୌଣସି ପାପର ପ୍ରଶ୍ନ ହିଁ ନାହିଁ। ଏଥିପାଇଁ ମହାତ୍ମାଙ୍କ ବାଣୀ ହେଉଛି ଅପୌରୁଷୀୟ ବାଣୀ। ଏଥିରେ ଚାରିଟା ଦୋଷ ନଥାଏ। ନା କ'ଣ ବ୍ରହ୍ମ ପ୍ରମାଦ, ବିପ୍ରଲିପ୍ସା, କରଣାପାଠ, ଏଇ ଚାରିଟା ଦୋଷ ନଥାଏ ମହାତ୍ମାଙ୍କ ବାଣୀ। ଅପୌରୁଷୀୟ ବାଣୀ, ଆର୍ଷ ବାଣୀ ଯାହାକୁ କୁହାଗଲା ଭଗବତ ବାଣୀରେ। ଆଉ ଜଗତର ଯେତେ ପ୍ରକାର ବାଣୀ ଅଛି ସବୁଥିରେ କାପଟ୍ୟତା ରହିଛି, କପଟ ରହିଛି, ସେଥିରେ କଲ୍ୟାଣ କେବେ ନୁହେଁ। ସାଂସାରିକ ଜୀବଗଣ ନାନାବିଧ ବିଷୟ କଥାରେ ଅହୋରାତ୍ର ଯାପନ କରନ୍ତି। ସାଂସାରିକ ଲୋକମାନେ କ'ଣ କରନ୍ତି? ବିଭିନ୍ନ ପ୍ରକାର ବିଷୟ କଥା, ତାଙ୍କର କଥା ହେଉଥିବେ ରାତି ଦିନ, ଫୋନ୍ରେ ବି ସରୁନଥିବ, ରାତି ଦିନ କଥା ହେଉଥିବେ ବିଷୟ କଥା। ତ ସେଥିରେ ନାନାବିଧ ବିଷୟ କଥାର ଅହୋରାତ୍ର ଦିନ ରାତ୍ରି ଯାପନ କରନ୍ତି। ସକାଳଠୁ ସଞ୍ଜ ରାତି ଶୋଇବା ପର୍ଯ୍ୟନ୍ତ ଗୋଟେ ଲୋକକୁ ଯଦି ଆମେ ଷ୍ଟଡ଼ି କରିବା, ସେ ଦିନ ସାରା କ'ଣ କଥା ଯଦି ରେକର୍ଡ଼ିଂ କରାଯାଇଥାନ୍ତା, ଦେଖିଥାନ୍ତେ ସେଥିରେ କୌଣସି ଆଧ୍ୟାତ୍ମିକତା ନାହିଁ, ସବୁ ସାଂସାରିକ କଥା ହିଁ ସେ ହେଉଥିବ। କୋଉଠି ଖାଇଲା, କିଏ ଶୋଇଲା, କିଏ ପିଇଲା, କିଏ ମଲା, କିଏ ବଞ୍ଚିଲା, ଏଇ ପ୍ରକାର କଥା ଯାହା ସହିତ ମିଶୁଥିବ, ଯାହା ପାଖକୁ ଯାଉଥିବ, ସବୁ ତାଙ୍କର ପ୍ରତ୍ୟେକଟା ଦିନ ସାରା ଯେତିକି କଥୋପକଥନ ଲୋକମାନଙ୍କର ସାଂସାରିକ କଥା। ଏକମାତ୍ର ମହାତ୍ମା ବୈଷ୍ଣବ ଯେଉଁମାନେ, ଭକ୍ତ ଯେଉଁମାନେ, ସେମାନଙ୍କର କଥାରେ କେବଳ ଆଧ୍ୟାତ୍ମିକତା ଭରା ହେଇଥାଏ। ସେମାନେ ଯାହା ବି କୁହନ୍ତି କୃଷ୍ଣ କେନ୍ଦ୍ରିକ କଥା, କୃଷ୍ଣ ଭଗବତ ସମ୍ବନ୍ଧୀୟ କଥା ହିଁ କହିଥାନ୍ତି। ଏଥିପାଇଁ ସଂସାର ଲୋକମାନଙ୍କର ସାଂସାରିକ ଜୀବଗଣ ନାନାବିଧ ବିଷୟ କଥାରେ ଅହୋରାତ୍ର ବ୍ୟାପନ କରନ୍ତି। ତାହାদের ପରମାର୍ଥ କଥା ଶ୍ରବଣ କରିବାର ସମୟ ନାହିଁ। ସେମାନେ ଶୁଣିବେ କ'ଣ? ପରମାର୍ଥ କଥା ତାଙ୍କ ପାଇଁ ସମୟ ନାହିଁ ତାଙ୍କର, କାହିଁକିନା ତାଙ୍କର ଜାଗତିକ କଥା ସରୁନି। ଯେତେ ଶୁଣିଲେ ହେଲେ, ଯେତେ କହିଲେ ହେଲେ, ହରିକଥା ଶୁଣିବେନି। ହରିକଥା ଶ୍ରବଣ କରିବାଟା, ମଣିଷ ଜନ୍ମ ମିଳିଛି କେବଳ ହରିକଥା ଶ୍ରବଣ କରିବା ପାଇଁ। ଏଇଥିପାଇଁ ସୌଭାଗ୍ୟବାନ କୁହାଗଲା। ମଣିଷ ଜନ୍ମ ବଡ଼ ସୁକୃତିବାନ,
ସୌଭାଗ୍ୟବାନ, ତାର ସୌଭାଗ୍ୟ ସେଇ ପ୍ରତିପାଦିତ ଏଇଥିରେ ହୁଏ ହରିକଥା ଶୁଣୁଛି ବୋଲି ସେ। କାହିଁକିନା ମଣିଷ ଏଥିରୁ ପ୍ରାଣୀମାନେ ହରିକଥା ଶ୍ରବଣ କରିପାରନ୍ତିନି। କିନ୍ତୁ ଦୁର୍ଦୈବ ଦୁର୍ଭାଗା ଏମାନେ ସମୟର ଅଭାବଙ୍କର, କାହିଁକିନା ବିଷୟ କଥାରେ ଏତେ ରମଣ କରୁଛନ୍ତି। ଏଥିପାଇଁ ମହାପ୍ରଭୁ କହିଲେ ଗ୍ରାମ୍ୟ କଥା ନା କହିବ, ଗ୍ରାମ୍ୟ କଥା ନା ଶୁଣିବ। ଗ୍ରାମ୍ୟ କଥା ନା ସଂସାର କଥା, ଇନ୍ଦ୍ରିୟ ସୁଖ ଜନିତ କଥା, ବିଷୟ କଥାର ଶୁଣିବନି କି କହିବନି। ଆଉ କ'ଣ କହିବ, କ'ଣ ଶୁଣିବ? କହିଲେ ହରିକଥା କହିବ, ହରିକଥା ଶୁଣିବ। ଉଚ୍ଚ କୋଟିର ମହାତ୍ମାଙ୍କର ବିଚାର ଏ ପ୍ରକାର। ସାଂସାରିକ ଜୀବନ ନାନା ପ୍ରକାର ବିଷୟ କଥାରେ ଅହରାତ୍ର ଯାପନ କରନ୍ତି। ମଠ ମନ୍ଦିର ଇଏ ଲାଭ ହୋଇଥାଏ, ଯେଉଁମାନେ ଭଗବାନ ପାଖରେ ରହୁଛନ୍ତି। ଧରନ୍ତୁ ଆମେ କିଛି ଗୋଟେ ରୋଷେଇ ବିଷୟରେ ଚିନ୍ତା କରୁଛେ, ଏଠି ଭଗବାନଙ୍କୁ ଭୋଗ ଲାଗିଗଲା, ଭଲେ ଖାଇବା ବିଷୟରେ ଚିନ୍ତା ବି କଲେ, କିନ୍ତୁ ଯେହେତୁ ପ୍ରସାଦ ହବ ବୈଷ୍ଣବଙ୍କ ସେବାରେ ଲାଗିବ, ପରମାର୍ଥ ହେଇଗଲା। ଏଠି କେଉଁଠି ଗୋଟେ ବି ବିଲ୍ଡିଂ ତିଆରି କରିବା, ଗଛଟି ଲଗାଇବା, ଫଳଟି ତିଆରି କରିବା, ଯାହା ବି କରାହେଉଛି ଏଠି କୃଷ୍ଣ କେନ୍ଦ୍ରିକ କରାହେଉଛି। ଏଠି ଯଦିଓ ସେଥିରେ ନିଜର ବି ସୁଖ ରହିଛି ମନା ନାହିଁ, କିନ୍ତୁ କୃଷ୍ଣ କେନ୍ଦ୍ରିକ ଏଇଟା ହିଁ ଲାଭ। କିନ୍ତୁ ପରିବାର ସଂସାର ଦେଖିବ, ସେ ଯାହା ବି କରେ ତାର ସେଥିରେ ବ୍ୟକ୍ତି କେନ୍ଦ୍ରିକ ହୋଇଥାଏ। ସେଠି ନିଜର ସୁଖ ପାଇଁ ସେଠି ହେଇଥାଏ, ସେଠି ଭଗବାନଙ୍କର ସେର ନଥାଏ ସେଥିରେ। ହଁ, ଅବଶ୍ୟ ସେଇ ଗୃହସ୍ଥମାନେ ଯେଉଁମାନେ କୃଷ୍ଣକୁ କେନ୍ଦ୍ର କରି ଜୀବନଯାପନ କରୁଛନ୍ତି, କୃଷ୍ଣ କେନ୍ଦ୍ରିକ ସଂସାର ତିଆରି କରିଛନ୍ତି, ସେମାନଙ୍କ କଥା ଅଲଗା। ସେମାନଙ୍କ ପ୍ରତ୍ୟେକଟା କ୍ରିୟା ଭଗବାନଙ୍କର ସୁଖ ପାଇଁ ନିହିତ ହେଇଥାଏ। କିନ୍ତୁ ପ୍ରାୟ ଅଭକ୍ତ ଯେଉଁମାନେ କୃଷ୍ଣ ଚେତନାରେ ଉଦ୍ବୁଦ୍ଧ ହେଇନାହାନ୍ତି, ପ୍ରାମାଣିକ ସନ୍ତକୁ ଆଶ୍ରିତ ହେଇନାହାନ୍ତି, ବୈଷ୍ଣବ ଧର୍ମକୁ ଗ୍ରହଣ କରିନାହାନ୍ତି, ସେମାନେ ତାଙ୍କର ପ୍ରତ୍ୟେକଟା କଥା, ବାଣୀ, କ୍ରିୟା, କର୍ମ ସବୁକିଛି ସାଂସାରିକ ଉପରେ ପର୍ଯ୍ୟବେସିତ। ତାଙ୍କର ପରମାର୍ଥ କଥା ଶ୍ରବଣ କରିବା ପାଇଁ ସମୟ ନାହିଁ। କୁଆଡ଼େ ସମୟ ଅଛି? ତଥାପି ଘଟଣାକ୍ରମେ ଅଳ୍ପ କାଳର ଜନ୍ୟ ନିତ୍ୟ ଭଗବତ ଭଜନଶୀଳ ସାଧୁଗଣଙ୍କର ସଙ୍ଗରେ ହରିକଥା ଶ୍ରବଣ କଲେ ପ୍ରାପଞ୍ଚିକ କ୍ଲେଶ ସମୂହ ଲାଭର ଜନ୍ୟ ବଦ୍ଧ ଜୀବର ଉତ୍ସାହ ହ୍ରାସ ପାଏ। ଯଦି ବିଷୟୀ ଲୋକମାନଙ୍କର ଦୁନିଆ ବିଷୟ କଥାରେ ରମଣ କରନ୍ତି, ତାଙ୍କର ସମୟର ଅଭାବ ହରିକଥା ଶ୍ରବଣ କରିବା ପାଇଁ, ପରମାର୍ଥ କଥା ଶ୍ରବଣ କରିବା ପାଇଁ। ଯଦି ବା କଦାଚନ କସ୍ମିନ୍ ସମୟରେ ସଂଯୋଗବଶତଃ, ଘଟଣାବଶତଃ ଯଦି କୌଣସି ଭଗବତ ଭଜନଶୀଳ ବୈଷ୍ଣବ ମହାତ୍ମାଙ୍କର ମୁଖରୁ ଟିକିଏ ବି ଯଦି ହରିକଥା ଶୁଣିବାର ସୁଯୋଗ ପାଆନ୍ତି ନା, ତାହେଲେ ସେଇ କଥା ବି ଏତେ ପାୱାରଫୁଲ୍, ଏତେ ଶକ୍ତିଶାଳୀ, ପ୍ରାପଞ୍ଚିକ କ୍ଲେଶ ସମୂହ ଲାଭ ପାଇଁ ଯେଉଁ ବଦ୍ଧଜୀବ ଯେଉଁ ଉତ୍ସାହ କରୁଛି ହ୍ରାସ ପାଇଯିବ। ମାନେ ଜଗତରେ, ଏଇ ଜଗତର ଦୁଃଖକୁ ଦୂର କରିବା ପାଇଁ ବଦ୍ଧଜୀବ ଯେଉଁ ଉତ୍ସାହ ଦେଖାଉଛି ନା, ଯେ ମାନେ କଷ୍ଟକୁ ସ୍ୱାଗତ କରିବା ପାଇଁ, କାହିଁକିନା ପ୍ରାପଞ୍ଚିକ କ୍ଲେଶ ସମୂହ ଲାଭର ଜନ୍ୟ ବଦ୍ଧଜୀବର ଉତ୍ସାହ ହ୍ରାସ ପାଏ। କାହିଁକିନା ବଦ୍ଧଜୀବ ଯାହା ବି ଜଗତରେ ଚେଷ୍ଟା କରୁଛି, ଦୁଃଖକୁ ହିଁ ସ୍ୱାଗତ କରୁଛି। ସିଏ ଯାହା ବି କରୁଛି ସେ ଦୁଃଖକୁ ସ୍ୱାଗତ କରୁଛି, କ୍ଲେଶକୁ। ଏଇଥିରୁ ସେ ନିବୃତ୍ତ ହେଇଯାଏ। ଯଦି କିଛି ସମୟ ପାଇଁ ଯଦି ଭଗବାନଙ୍କର ଭକ୍ତମାନଙ୍କର ମୁଖରୁ କଥା ଶୁଣିବ, ତାହେଲେ ତା'ର କ୍ରିୟା ହିଁ ପରିବର୍ତ୍ତନ ହେଇଯିବ। ସେ ଆଉ ଏତେଟା ଉତ୍ସାହ ହେବନି ଜାଗତିକ କର୍ମ କରିବା ପାଇଁ, ସେଥିରୁ ନିବୃତ୍ତ ହେଇଯିବ। ଆଉ ଜାଗତିକ କର୍ମ କଲେ ତ ବନ୍ଧନ, ସେଇଟା ହିଁ ତ କଷ୍ଟ ସ୍ୱୀକାର କରିବାକୁ ପଡ଼େ। ଏଇଥିପାଇଁ ସତ୍ସଙ୍ଗର ମହିମା। ସାଧୁର ମଳୟ ପବନ କାଷ୍ଠକୁ କରେ ଚନ୍ଦନ କୁହାଗଲା ପରା, କାଠକୁ ମଧ୍ୟ ଚନ୍ଦନ କରିଦେବ। ଯେଉଁ ଚିତ୍ତବୃତ୍ତି ସଂସାର ଉନ୍ମୁଖୀ, ଯେଉଁ ଚିତ୍ତବୃତ୍ତିରେ କେବଳ ଇନ୍ଦ୍ରିୟ ତୋଷଣର ହିଁ ପ୍ରାବଲ୍ୟତା ଥାଏ, ଭୋଗ୍ୟ ବସ୍ତୁ ପ୍ରତି ଧାବିତ ହେଉଥାଏ, କିନ୍ତୁ ମହାତ୍ମାଙ୍କ ସଙ୍ଗଲାଭ କରିବା ଧୀରେ ଧୀରେ ସେ ଚିତ୍ତରେ ଯେଉଁ କାମନା ବାସନା ଅଛି ସେ ହ୍ରାସ ହୋଇଯିବ। ଧୀରେ ଧୀରେ ତା'ର ପ୍ରଭାବ ପଡ଼ିବ। ଅବଶ୍ୟ ନିଜର ସଂସ୍କାର ଅନୁସାରେ, ଶ୍ରଦ୍ଧା ଅନୁସାରେ ସେଇଟା ଧୀରେ ଧୀରେ ଏମିତି ଏପରି ଗୋଟେ ସମୟ ଆସିବ, ଆଉ ଭଲ ଲାଗିବନି ସେ ବିଷୟ ଚିନ୍ତନ କରିବା ପାଇଁ। ଏଇ ହେଉଛି ମହାତ୍ମାଙ୍କର ଭଗବତ କଥାର ପ୍ରଭାବ। ଇଏ ହରିକଥା ଶ୍ରବଣ କଲେ ପ୍ରାପଞ୍ଚିକ କ୍ଲେଶ ଅବଲାଭ ଉତ୍ସାହ କମିଯିବ। ମୁକ୍ତ ପୁରୁଷଗଣଙ୍କର ଦର୍ଶନ, ସେମାନଙ୍କର ନିକଟରେ ହୋଇଥାଏ ହରିକଥା ଶ୍ରବଣ ଏବଂ ସେମାନଙ୍କର ଆଚରଣ ସ୍ମରଣାଦିତେ ଜୀବର ଭୋଗଜନିତ ମାୟାବଦ୍ଧ ହୋଇବାର ପ୍ରବୃତ୍ତି ହ୍ରାସ ପାଏ। ବା ମୁକ୍ତ ପୁରୁଷମାନଙ୍କର ଦର୍ଶନ କରିବ, ତାଙ୍କରି ମୁଖ ନିଃସୃତ
ବୀର୍ଯ୍ୟବତୀ ହରିକଥାକୁ ଶ୍ରବଣ କରିବ ଆଉ ତାଙ୍କର ଆଚରଣ ତାଙ୍କର ଯେଉଁ ଜୀବନ ପରିଚର୍ଯ୍ୟା ମହାତ୍ମାମାନଙ୍କର ସେସବୁ ଯଦି ସ୍ମରଣ କରିବ ନା ତାହେଲେ ଏଇ ଯେଉଁ ବଦ୍ଧ ଜୀବ ଏ ଯେଉଁ ଭୋଗଜନିତ ମାୟାବଦ୍ଧର ଯେଉଁ ପ୍ରବୃତ୍ତି ରହିଛି ଏ ଯେଉଁ ବଦ୍ଧ ଜୀବ ଜନ୍ମାନ୍ତର ଧରି ଭୋଗ ବାସନାକୁ ଆଧାର କରି ସବୁବେଳେ ସଂସାରକୁ ଭୋଗ କରିବା ପାଇଁ ସେ ଯେଉଁ ଧାବିତ ହେଉଥିଲା ସଂସାର ଭିତରେ ଯେଉଁ ଆବଦ୍ଧ ହେଇକି ରହୁଥିଲା ଏଇ ପ୍ରବୃତ୍ତିଟା ତାର କମିଯିବ ଆଉ ସଂସାର ପ୍ରତି ଏତେ ଉନ୍ମୁଖୀ ହେବନି ସିଏ ଯଦି ମହାତ୍ମାଙ୍କ ସଙ୍ଗଲାଭ କରିବ ମହାତ୍ମାଙ୍କୁ ଦର୍ଶନ କରିବ ମହାତ୍ମାଙ୍କର ଆଚରଣକୁ ଜୀବନରେ ସ୍ମରଣ କରିବ ଯଦି ସନ୍ଥମାନଙ୍କର ଏଥିପାଇଁ ହରିଗୁରୁ ବୈଷ୍ଣବର ସ୍ମରଣ ଯଦି କରିବ ତିନିରେ ସ୍ମରଣ ହୁଏ ବିଘ୍ନ ବିନାଶନ କୁହାଗଲା ବା ବିଶେଷ କରି ମହାପୁରୁଷମାନଙ୍କୁ ଯଦି ସ୍ମରଣ କରିବ ତାହେଲେ ଜୀବର ପରିତ୍ରାଣ ହେଇଯିବ ଜୀବର ପରିତ୍ରାଣ ହେଇଯିବ ସ୍ମରଣ କରିବା ଦରକାର ସନ୍ଥମାନଙ୍କୁ ଭକ୍ତ ଯେଉଁମାନେ ମହାତ୍ମା ଯେଉଁମାନେ ସେମାନଙ୍କର କଥାକୁ ଯଦି ସ୍ମରଣ କରିବ ନା ତାଙ୍କ ଜୀବନର ପରିଚର୍ଯ୍ୟା ପରିପାଟି କି ପ୍ରକାର ତାଙ୍କରି ମୁଖରୁ ହରିକଥା ଶୁଣିବ ତାଙ୍କୁ ଦର୍ଶନ କରିବ ତାହେଲେ ଜୀବର କଲ୍ୟାଣ ହେଇଯିବ କ'ଣ କଲ୍ୟାଣ ହେବ ଯେଉଁ ଭୋଗ ବାସନା ମନ ଭିତରେ ରହିଛି ଚିତ୍ତ ଭିତରେ ସଂସାରକୁ ଭୋଗ କରିବା ପାଇଁ ଯେଉଁ ବାରମ୍ବାର ଆସୁଛେ ଜଗତରେ କର୍ମ କରୁଛେ କର୍ମଫଳକୁ ଭୋଗ କରୁଛେ ଅତୃପ୍ତ ହେଇକି ମରୁଛେ ଆଉଥରେ ଆସୁଛେ ସଂସାରକୁ ଭୋଗ କରିବା ପାଇଁ ଏଇ ଯେଉଁ ରୁଟିନ୍ ଚାଲିଛି ନା ସଂସାରକୁ ଭୋଗ କରି କରି ପଶୁ ପକ୍ଷୀ କୀଟ ପତଙ୍ଗ ମଣିଷ ଯେନ୍ ଲାଭ କରୁଛେ ଏଇ ପ୍ରବୃତ୍ତିଟା ହ୍ରାସ ପାଇଯିବ ଆଉ ମନ ଭିତରେ ସଂସାରକୁ ଭୋଗ କରିବାର କର୍ତ୍ତା ଭୋକ୍ତା ସାଜିବାର ଇଚ୍ଛା ରହିବନି ବରଂ ସେ ଧନ୍ୟତା ଆସିଯିବ ତାର ସେ ନିଜେ ଭୋଗ୍ୟ ହେଇଯିବ ନିଜେ ଦାସ ହେଇଯିବ ହରିକଥା ଶ୍ରବଣର ଫଳ ଏତିକି ସେ ନିଜକୁ କିଙ୍କର ମନେ କରିବ ସେବକ ମନେ କରିବ ସେ ମାଲିକ ମନେ କରିବନି ସେ ଆଉ ଏଇ ହେଉଛି ସନ୍ଥ ମହାତ୍ମାମାନଙ୍କର ଦର୍ଶନର ଫଳ ମହାତ୍ମାଙ୍କ ମୁଖ ନିସୃତ ହରିକଥା ଶ୍ରବଣର ଫଳ ଆଉ ମହାତ୍ମାଙ୍କର ଯେଉଁ ଜୀବନର ଶୈଳୀ ତାଙ୍କର ଭଜନର ପରିପାଟିକି ସ୍ମରଣ କରିବାର ଫଳ ହେଉଛି ଯଦି ସ୍ମରଣ ଯଦି କରାଯିବ ଏଥିପାଇଁ ସାଧୁର ମହତ୍ତ୍ୱ ରହିଛି ଏଇଠି ସନ୍ଥମାନଙ୍କର ସଂସାରବଦ୍ଧ ଜୀବ ଏଇ ପଥକୁ ଆସୁନାହାନ୍ତି ସତ୍ସଙ୍ଗ କରୁନାହାନ୍ତି ସେମାନେ ନିଜର ପ୍ରବୃତ୍ତିକି ଆଧାର କରି ସେମାନେ ଜଗତରେ ଚାଲୁଛନ୍ତି ପଟାଙ୍ଗ ହେଉଛନ୍ତି ଟଙ୍କା ଟଙ୍କା କରିକି ସେମାନେ ବଙ୍କା ହେଉଛନ୍ତି ମରୁଛନ୍ତି ସବୁ କ'ଣ ଲୋକ ପାଗଳ ଭଳିଆ ଖାଲି ଘର ଆଗା ତିଆରି କରୁଥିବେ ଆଉ କେତେ ଲୋକ ପାଗଳପଣ ଖାଲି ଜମି ଆଗା କିଣି ଯାଉଥିବେ କେତେ ଖାଲି ଗାଡ଼ି କିଣୁଥିବେ 2-4ଟା 10ଟା 20ଟା ଗାଡ଼ି କିଣୁଥିବେ ଏଇ ପ୍ରକାର ସେମାନଙ୍କର ଖାଲି ସେସବୁ କର୍ମ କରି ସେ ଭୋଗ କରି ସେସବୁ ଭାବନା କରି ମରନ୍ତି ସେମାନେ କିନ୍ତୁ ମହାତ୍ମା ନିର୍ମତ୍ସର ସନ୍ତମାନଙ୍କ ସଙ୍ଗ ଲାଭ କଲେ ଏଇ ଯେଉଁ ପ୍ରବୃତ୍ତି ଯେଉଁ ରହିଛି ସଂସାରକୁ ଭୋଗ କରିବାର ଯେଉଁଥିପାଇଁ ବଦ୍ଧ ହେଇକି ଅଛି ଆମେ ଜୀବ ସେଇ ବଦ୍ଧ ଭୂମିକାରୁ ସେ ଉତ୍ତୀର୍ଣ୍ଣ ହେଇଯିବ ଏଇ ହେଉଛି ମହାତ୍ମାଙ୍କର ସଙ୍ଗର ଫଳ ଯେତେ ଜଗତରେ ଯେତେ ବଡ଼ ହୁଅନ୍ତୁ କାହିଁକି ସେମାନେ ସତ୍ସଙ୍ଗ କରିନାହାନ୍ତି ଏଇଥିପାଇଁ ସାଂସାରିକ କର୍ମ ଭିତରେ ଲୁପ୍ତ ହେଇକି ରହୁଛନ୍ତି ଭଲେ ସେମାନେ ଅର୍ବୁଦପତି ହେଇଥାନ୍ତୁ କରୋଡ଼ପତି ହେଇଥାନ୍ତୁ କିନ୍ତୁ ସେମାନେ ଜୀବନରେ ସତ୍ସଙ୍ଗର ଅଭାବ ଅଛି ଏଇଥିପାଇଁ ସେମାନେ ପ୍ରତି ମୁହୂର୍ତ୍ତରେ ଶୋଇଲେ ଉଠିଲେ ବସିଲେ ଖାଲି ସେଇ ଚିନ୍ତା ଜାଗତିକ ଚିନ୍ତା ସାଂସାରିକ ସୁଖର ଚିନ୍ତା ଅର୍ଥ ବୃଦ୍ଧିର ଚିନ୍ତା ଏଇଟା ହିଁ ସେମାନଙ୍କ ଜୀବନର ମାନଦଣ୍ଡ ଏଇଟା ହିଁ ସୁଖ ଭାବୁଛନ୍ତି କିନ୍ତୁ ବାସ୍ତବରେ ଏଥିରେ କିଛି ସୁଖ ନାହିଁ ଏଥିରେ ଯଦି କିଛି ସୁଖ ନାହିଁ ଆଧ୍ୟାତ୍ମିକ ଅନୁଷ୍ଠାନ ଯେଉଁ ସୁଖ ଅଛି ନା ସେ ସୁଖ କ'ଣ କେଉଁଠି ନାହିଁ ପ୍ରଶ୍ନ କରିଛନ୍ତି ଉତ୍ତର ପାଇନାହାନ୍ତି ଏତେ ସମୟ ପର୍ଯ୍ୟନ୍ତ ପ୍ରଶ୍ନ ଖାଲି କଲେ ନା ଆତ୍ୟନ୍ତିକ ମଙ୍ଗଳ ବିବୃତିରେ ଆମର ଟୀକାକାର ଉତ୍ତର ଦେଇଛନ୍ତି କିନ୍ତୁ ନବଯୋଗେନ୍ଦ୍ରଙ୍କ ମୁଖରୁ ଉତ୍ତର ଆମେ ପରେ ଶୁଣିବା ପରେ ଆଲୋଚନା ପାଠ କରିବା ଧର୍ମାନ୍ ଭାଗବତାନ୍ ବୃତ୍ତ ଯଦି ନ ଶ୍ରୁତେ କ୍ଷମମ୍ जय प्रसन्न प्रपन्नाय दास्यत्यात्मनमाप्यजः धर्मान् भागवतान् वृत
यदि नः श्रुतये क्षमं जयि प्रसन्न प्रपन्नाय दास्यत्य आत्मनामप्यजः। जयि प्रसन्न प्रपन्नाय दास्यत्यात्मनमपि अजः। जय धर्म जो धर्म प्रसन्न प्रीत सन प्रसन्नतार सहित श्रद्धार सहित प्रीतिर सहित भक्तिर सहित अजह भगवान श्रीहरि प्रसन्न होती जो धर्म रे प्रपन्नाय शरणागताय आत्मानम अपि दास्यति। शरणागत जो माने भगवान के पाखरे जहाँ प्रति भगवान प्रसन्न होती से कौन करती आत्मानम अपि दास्यति तान तांको निजको भी प्रदान कर दियंती भगवान शरणागत भक्तवान को। वाह आत्मानाम अपि दास्यति जय प्रसन्न प्रपन्नाय दास्यति आत्मानाम अपि अजः। भागवतान भगवत परितोषकरान धर्मान यदि न अस्माकं श्रुतये। तेणु हे महाराज यदि आम मैंने यही प्रकार कथा जे श्रवण न करिबु क्षमं योग्यं भवति तरहि ब्रुत केमती मंगल हम कौन वर्णन करंतु। कहते जो धर्मर अनुष्ठान निबंधन भगवान श्रीहरि प्रसन्न होई शरणागत जन को निज स्वरूप पर्यंत प्रदान करिथांती तादृश भागवत धर्म यदि आम मानकर श्रवण योग्य मन करती ताहले ता वर्णन करंतु। यदि आपण मन कर आम मैंने योग्य से भागवत धर्म को शुणापी जो धर्म को जाजन कले भगवान प्रसन्न होती आ से धर्म जाजक मान को प्रति भगवान निजक भी अर्पण कर दियंती से जीवर आत्यंतिक कल्याण जो भागवत धर्म कथा यदि आम योग्य ताहले वर्णना करंतु। पूर्व प्रश्न उठी कौन प्रश्न करते कि वसुदेव करते नारद पाखे कौन प्रश्न करते? पार्टी करी कौन आपण यही प्रकार धर्मर कथा कहतु जहाँ को श्रवण कले मरणशील जगतर समस्त भय दूरीभूत हो कल्याण हम जोटा कि भागवत धर्म कहला। आपण नारद वसुदेव कहते हे महात्मा आपणकर दर्शन तो मंगल ठीक अच्छे आपण सदृश भगवान नित्य सिद्ध परिकर मान दर्शन तो मंगल अनिवार्य किंतु जो माने दर्शन रु वंचित तेणु एमती धर्मर कथा कहतु यही प्रकार गोटे जो धर्म को जाजन कले अनुष्ठान कले जो धर्म को श्रवण कले पालन कले जीवर समस्त भय दूरीभूत हो मरणशील जगत लोक मान भय दूरीभूत हो चरम परम गति लाभ हम भागवत धर्म आमर वैष्णव धर्म ही हूँ भागवत धर्म। वैष्णव धर्म कौन जातिवाचक नुहे कौन गोष्ठीगत नहीं ये भागवत धर्म है आत्मार धर्म ये तेणु से कथा ये कहते से प्रश्न निमार कहते जो धर्म को जाजन कले जो धर्म निबंधन हेले भगवान प्रसन्न होती आ से शरणागत भक्तान को भगवान निजको स्वयं अर्पण कर दियंती प्रदान कर दियंती यदि आपण मन करती आम योग्य शुणापी ताले से कथा कहतु महाराज भागवत धर्म शुणापी। धर्मान भागवतान ब्रुत जदि न श्रुतये क्षमम
जय प्रसन्न प्रपन्नाय दास्यति आत्मनम अपि अजः। जो धर्मर अनुष्ठान निबंधन भगवान श्रीहरि प्रसन्न ही शरणागत जन को निज स्वरूप पर्यंत प्रदान करती तादृश भाग धर्म जदि आम मान श्रवण मन करती श्रवण योग्य ताहले वर्णन करती माने भाग धर्म देख शरणागत हो जो श्रद्धार सहित श्रवण करुँच पालन करुँच भगवान निजक प्रदान कर दौरान निजक दास्यति आत्मानाम अपि अजः केते बड़ कथा भगवान निजक प्रदान कर दौरान से धर्मर प्रभाव एते देख भागवत धर्म भक्तिर धर्म आत्मार धर्म ये भक्ति धर्म आत्मा धर्म जैव धर्म वैष्णव धर्म सनातन धर्म बहुत प्रणीत धर्म समस्त धर्म। जोगेन्द्रगण कहते ताहले जिज्ञासा करूँ ये पचारे प्रथम ये अतात्यंतिक क्षेम पृछा भवता नगा प्रश्न कले हे निष्पाप निरपराध महात्मा माने आपण मान निकट रे जागतिक प्रश्न तो समीचीन नुहे तेणु आत्यंतिक कल्याण कथा ही प्रश्न करुछि आत्यंतिक क्षेम प्रश्न ये कहते कहले ताहले जिज्ञासा कर आपणकर अभीष्ट कौन अभीष्ट कौन इच्छा कौन आपणकर पूर्वर कहला हे निरपराध निष्पाप गण जो मानकर दर्शन मात्रे मोर पाप समूत नष्ट होइछि किंतु अभीष्ट लाभ मोर प्रयोजन अच्छी ये जिज्ञासा करुले आपण मानकर दर्शन मोर पाप नष्ट होइछि कहीं ना मंद भाग्य संसार मादृश्य संसार जीवन सब पापर तो प्रवणता रही किंतु आपण दर्शन रे आपण मान दर्शन मोर पाप सब दूरीभूत होइछि तेणु सांसारिक प्रश्न एति किछि नुहे कि मोर गोटे अभीष्ट अच्छी इच्छा गोटे अच्छी अभिलाष गोटे अच्छी सेटा ही मोर प्रयोजनीय कही से प्रश्न करुँची से कहते तुम अभीष्ट कौन कह अभीष्ट मान तुम इच्छा अभिलाष कौन आजिकल जब क्या पचार तुम अभिलाष कौन कौन कह किए कह पाठ पढ़ी डॉक्टर भी किए इंजीनियर भी किए नेता भी किए दाता भी विभिन्न प्रकार जागतिक कह ना सब गाड़ी गुड़ा करी बाहा चढ़ा भी घर द्वार करी यही प्रकार सब अभिलाष विभिन्न प्रकार पचार ना व्हाट इज योर एम एंड एम्बिशन पिला पचार सार मैंने तुम एम कौन एम्बिशन कौन आम उत्तर भी से दौले कि ये प्रश्न कर नव जोगेन्द्र कर तुम अभीष्ट कौन कौन चाहूच तुम मान एमाने आम भाया उत्तर देना महाराज ये प्रकार उत्तर देना तार उत्तर राजा नेमी कहले उत्तम धर्मर श्रवणर निमित्त जदि आम मानकर कर्णेन्द्रिय योग्य है ताहले सर्वसार स्वरूप से धर्म समय आपना मान कहतु उत्तर कौन देले जो पचारे तुम अभीष्ट कौन तुम कौन चाहूच कौन आवश्यक तुमार कि चाहिए हाँ से उत्तर कहते उत्तम धर्मर श्रवणर निमित्त जदि आम कर्णेन्द्रिय जो योग्य हुए तार आम जदि योग्य आमर श्रवणेन्द्रिय जदि योग्य आप मन करती शुणापी उत्तम उत्तम धर्म सब श्रेष्ठ धर्म कथा शुणापी जदि आम श्रवणेन्द्रिय योग्य अच्छी ताहले आपण से सर्वसार स्वरूप से धर्म जगतर सबु धर्मर सार स्वरूप से भागवत धर्म कथा कहतु हिरण्यकश्यप पचारे प्रहलाद को सबुठ तुम तो पाठ पढ़ल वर्ष सारा पढ़ल कौन सबुठ भल पाठ कौन पढ़ उत्तम पाठ कौन कौन कही मनटा कुआड़े अच्छे तुम हिरण्यकश्यप पु प्रहलाद को प्रश्न करते कहले ये लाला तुम तो पाठ पढ़ी आसल सब भल पाठ कौन पढ़ल कहती उत्तम पाठ कौन कही से कौन गिरिधारी मन अच्छे कौन मन अच्छे कौन खाइल मन अच्छे ना कौन कहते गोविंद उत्तम पाठ कौन पढ़ते से प्रहलाद जी आजिकल होते एफआर एप्पल एप्पल बी फार बानाना कही था सब पिला जाक एति पाठ सार पढ़े बोले
ସେ ସେମିତି କହିନାହାନ୍ତି। ଉତ୍ତମ ପାଠ କ'ଣ ପଢ଼ିଥିଲେ? ସେଇଟା ତ କଲ୍ୟାଣ କଥା। ସବୁକିଛି ତ୍ୟାଗ କରି ତୁମେ ଯେଉଁ ଉଦ୍ବିଗ୍ନ ଚିତ୍ତ ହେଇକି ରହିଛ ପିତାଶ୍ରୀ, ତେଣୁ ତୁମେ ଯଦି ଆତ୍ମାର କଲ୍ୟାଣ ଚାହୁଁଛ ତାହେଲେ ସବୁ ତ୍ୟାଗ କରି ବଣକୁ ଯାଇକି ହରିଙ୍କର ଆଶ୍ରୟ ନିଅ, ଯଦି କଲ୍ୟାଣ ଚାହୁଁଛ ସେଇଟା କହିଲେ। କିନ୍ତୁ ତାପରେ ଯେଉଁ ପଚାରିଲେ ଉତ୍ତମ ପାଠ କ'ଣ ପଢ଼ିଛ ତୁମେ, ସବୁଠୁ ବଢ଼ିଆ ପାଠ କ'ଣ ପଢ଼, ଉତ୍ତମ ପାଠ। ତାପରେ ତନ୍ମନ୍ୟ ଅଧିତମ ଉତ୍ତମମ୍, ମୁଁ ଏଇଟା ହିଁ ଉତ୍ତମ ମନେ କରେ। ତନ୍ମନ୍ୟ, ମୁଁ ପିତାଶ୍ରୀ ଏଇଆ ହିଁ ମନେ କରେ, ଏଇଟା ହିଁ ସବୁଠୁ ଉତ୍ତମ ପାଠ। ଭଗବାନ ହରିଙ୍କର ନବଦା ଭକ୍ତିରେ ଭଜନ କରିବା। ମନେ ରଖୁନି ଇମ୍ପୋର୍ଟାଣ୍ଟ ଜାଗା ଏତେ ଦିନ ରହିକିରି ଲାଭ କ'ଣ? ମନଟା କୁଆଡ଼େ ଥିବ ତୁମମାନେ ସବୁ ଏତେ ଦିନ ପଢ଼ିକି ଗୋଟେ ସାଧାରଣ ଗୋଟେ ପଦରେ ଦୀକ୍ଷିତ ହେଇକିରି ଯଦି ଏଇ କଥା ମନରେ ରଖି ଲାଭଟା କ'ଣ? ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁସ୍ମରଣ ପାଦ ସେବନଂ ଅର୍ଚ୍ଚନା ବନ୍ଦନ ଦର୍ଶନ ସାକ୍ଷାତ୍ମ ଇତି ପୁଂସାର୍ପିତ ବିଷ୍ଣୁ ଭକ୍ତି ସେ ନବଲକ୍ଷଣ। ନା କ'ଣ? ଭଗବାନଙ୍କୁ ବିଷ୍ଣୁ ପ୍ରତି ଏଇ ପ୍ରକାର ନବଦା ଭକ୍ତି ଯଦି ଅର୍ପଣ କରାହେଉଛି, ନବଦା ଭକ୍ତି ଯଦି ଭଗବାନ ବିଷ୍ଣୁଙ୍କର ଯାଜନ କରାହେଉଛି, ମୋରି ମତରେ ଏଇଟା ହିଁ ସବୁଠୁ ଉତ୍ତମ ପାଠ ବୋଲି କହିଲେ। ଉତ୍ତମ ପାଠ, ଆଠୁ ଶ୍ରେଷ୍ଠ ପାଠ ଜଗତରେ କିଛି ନାହିଁ। ପ୍ରହ୍ଲାଦଜୀଙ୍କର ବାଣୀ, ବମ୍ବାଷ୍ଟିକ୍ ବାଣୀ, ସାର ସେ ବର୍ତ୍ତମାନ ପଚାରୁଛନ୍ତି ଉତ୍ତମ ଧର୍ମ, ସେ ଭକ୍ତି କଥା ହିଁ କହିଲେ। ଆପଣ ଯଦି ମନେ କରୁଛନ୍ତି ଉତ୍ତମ ଧର୍ମ ଶ୍ରବଣ ପାଇଁ ଆମର ଶ୍ରବଣେନ୍ଦ୍ରିୟ ଯୋଗ୍ୟ ହେଇଛି, ତାହେଲେ ସର୍ବସାର ସ୍ୱରୂପ ସେ ଧର୍ମ କଥା ଆପଣ କୁହନ୍ତୁ। ସର୍ବସାର ସ୍ୱରୂପ ଧର୍ମ, ଜଗତରେ ଯେତେ ଧର୍ମ ଅଛି ସବୁଠୁ ସାର ଧର୍ମ, ସର୍ବସାର କୁହାଲା ପରା, ସବୁ ପ୍ରକାର ରସ ଏଥିରେ ଅଛି। ସବୁଠୁ ସାର ଧର୍ମ ଏଇ ଯେଉଁ ଭାଗବତ ଧର୍ମ, ଯାହାର ଦ୍ୱାରା ଭଗବାନ ପ୍ରସନ୍ନ ହୋଇ ଶରଣାଗତ ଜନକୁ ନିଜେ କେଉଁ ଦାନ କରନ୍ତି। କହିଲେ ଏଇ ଯେଉଁ ଧର୍ମ ଯାଜନ କଲେ ଶରଣାଗତ ଭକ୍ତମାନଙ୍କ ପ୍ରତି ଭଗବାନ ହରି ଏ ପ୍ରକାର ପ୍ରସନ୍ନ ହୁଅନ୍ତି, ନିଜକୁ ପ୍ରଦାନ କରିଦିଅନ୍ତି। ବିକ୍ରୀଣତେ ସ୍ୱମାତ୍ମାନାଂ ଭକ୍ତବ୍ୟ ଭକ୍ତବତ୍ସଲ, ନିଜକୁ ବିକ୍ରି କରିଦିଅନ୍ତି ଭଗବାନ, ମାନେ ନିଜକୁ ରଖି କଣ୍ଟ୍ରୋଲ କରିପାରନ୍ତିନି ସେ। ଏଇ ପ୍ରକାର ଧର୍ମ, କେତେ ସୁନ୍ଦର ଧର୍ମ ଇଏ, ମାନେ ଆମର ଭାଗବତ ଧର୍ମ, ଏଇ ଯେଉଁ ବୈଷ୍ଣବ ଧର୍ମ କେତେ ସୁନ୍ଦର ଧର୍ମ, ଯେଉଁଠି ଭଗବାନ ବଶୀଭୂତ ହେଇଯିବେ। ସର୍ବାକର୍ଷଣୀୟ ଯିଏ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଭକ୍ତି ଚାକର୍ଷଣୀ କୁହାଗଲା। ଭକ୍ତି ଦ୍ୱାରା ସେ ଆକର୍ଷିତ ହେଇଯାନ୍ତି। ଭକ୍ତି ରେବୈନଂ ଦର୍ଶୟତି। ଏଥିପାଇଁ ଭାଗବତ ଧର୍ମ କ'ଣ ବୈଷ୍ଣବ ଧର୍ମ କହୁଛନ୍ତି ଲୋକ, ଯା କ'ଣ ଜାଣିବେ। ଏଇ ଧର୍ମ ଯେ ଏତେ ପାୱାରଫୁଲ୍, ଦୁଃଖ ତ ନିବୃତ୍ତ ହେଇଯିବ, ପାପ ତ ପ୍ରଶ୍ନ ହିଁ ନାହିଁ, ଭଗବାନ ଆକର୍ଷିତ ହୋଇ ଆସିଯାଆନ୍ତି। ସାଧାରଣ କଥା ନାହିଁ ଏଇଟା। ଯେଉଁମାନେ ଭଗବାନଙ୍କୁ ପାଇବା ପାଇଁ ଚାହୁଁଛନ୍ତି, ଭଗବାନଙ୍କୁ ଦେଖିବା ପାଇଁ ଚାହୁଁଛନ୍ତି, ଭଗବତ ସାକ୍ଷାତକାର ସାନ୍ନିଧ୍ୟ ସଙ୍ଗଲାଭ କରିବା ପାଇଁ, ପଞ୍ଚମ ପୁରୁଷାର୍ଥ ପ୍ରାପ୍ତି ପାଇଁ, ସେମାନେ ଏହି ଭାଗବତ ଧର୍ମକୁ ଶୁଣିବା କଥା, ଯାଜନ କରିବା କଥା। ସବୁଠି ମିଳିଯିବ ଭଗବାନଙ୍କର ସାକ୍ଷାତକାର। ପ୍ରପଞ୍ଚରେ ବିଭିନ୍ନ ସ୍ତରରେ ଅବସ୍ଥିତ ଜନଗଣଙ୍କର ବିଭିନ୍ନ ରୁଚି ଓ ଭିନ୍ନ ଭିନ୍ନ ଧର୍ମ ବର୍ତ୍ତମାନ। ଏ ଜଗତରେ ଯେତେ ସବୁ ଲୋକ ଅଛନ୍ତି, କିଏ କେଉଁ ଜାତି, କିଏ କେଉଁ ବର୍ଣ୍ଣ, କିଏ କେଉଁ ସ୍ଥାନ, କିଏ କେଉଁ କାଳ, କିଏ କେଉଁ ପ୍ରକାର ବେଶଭୂଷା ସବୁ ରହିଛି, ତାଙ୍କର ରୁଚି ସବୁ ଭିନ୍ନ ଭିନ୍ନ, ପସନ୍ଦ ସବୁ ଭିନ୍ନ ଭିନ୍ନ। ଏଥିପାଇଁ ତାଙ୍କର ଧର୍ମ ମଧ୍ୟ ଭିନ୍ନ ଭିନ୍ନ, ରୁଚି ଅନୁସାରେ ଧର୍ମ ଭିନ୍ନ ଭିନ୍ନ ରହିଛି। ଲୋକମାନଙ୍କର ରୁଚି ଅନୁଯାୟୀ ଲୋକମାନଙ୍କର ବିଭିନ୍ନ ସ୍ତରରେ ଅବସ୍ଥିତ ଲୋକମାନଙ୍କର ବିଭିନ୍ନ ରୁଚି ଓ ଭିନ୍ନ ଭିନ୍ନ ଧର୍ମ ବର୍ତ୍ତମାନ। ସାରା ଭାରତରେ ଦେଖୁନ, କାଶ୍ମୀର ଟୁ କନ୍ୟାକୁମାରୀ କ'ଣ ସାରା ପୃଥିବୀ ଦେଖ, ସବୁ ସ୍ଥାନେ ସ୍ଥାନେ ସବୁ ଭିନ୍ନ ଭିନ୍ନ ଧର୍ମ, ଭିନ୍ନ ଭିନ୍ନ ଲୋକ ରୁଚି ଅନୁଯାୟୀ ଭିନ୍ନ ଭିନ୍ନ ରୁଚି। କିଏ ବ୍ରହ୍ମକୁ ପସନ୍ଦ କରୁଛି, କିଏ ପରମାତ୍ମାକୁ, କିଏ ଯୋଗ କରିବା ପାଇଁ ଚାହୁଁଛି, କିଏ ସମାଧି ହେବା ପାଇଁ ଚାହୁଁଛି, କିଏ ପ୍ରାଣାୟାମ କରେ, କିଏ କେଉଁ ପ୍ରକାର, କିଏ ଦାନ, କିଏ ବ୍ରତ, କିଏ ଯୋଗ, କିଏ ସାଂଖ୍ୟ, କିଏ ଜ୍ଞାନ, କିଏ କର୍ମ, କିଏ ଭକ୍ତି। ରୁଚି ଅନୁସାରେ ଭିନ୍ନ ଭିନ୍ନ ଧର୍ମ ସବୁ ଜଗତରେ ଚାଲିଛି। କିନ୍ତୁ ସବୁ ଧର୍ମର ସାର ଧର୍ମ ହେଉଛି ବୈଷ୍ଣବ ଧର୍ମ, ଭାଗବତ ଧର୍ମ। ଲୋକମାନଙ୍କ ରୁଚି ଅନୁସାରେ ଧର୍ମ ଚାଲିଛି। ଏଥିପାଇଁ ସବୁ ଛତୁ ଫୁଟିଲା ବେଳେ ସବୁ ଧର୍ମ ତିଆରି ହେଇଛି ଜଗତରେ।
କେତେ ଅଛନ୍ତି ଯେଉଁମାନେ ବାପା ମାଆକୁ ବେଶୀ ଭଲ ପାଆନ୍ତି, ତାଙ୍କ ପାଇଁ ଧର୍ମ କୁହାଯାଇଛି ପିତା ହିଁ ସର୍ବସ୍ୱ। ପତିବ୍ରତା ନାରୀର ଧର୍ମ ହେଉଛି ସ୍ୱାମୀଙ୍କର ଚରଣରେ ସପ୍ତ ସ୍ୱର୍ଗ ରହିଛି, ସେଇଠି ତାଙ୍କ ପାଇଁ ଧର୍ମ ସେଇଟା ଠିକ୍ ରହିଛି। ଜଗତରେ ବିଭିନ୍ନ ପ୍ରକାର ରୁଚି ଅନୁସାରେ ସବୁ ଧର୍ମ ବି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏସବୁ ବି କରଣୀୟ, ପାଳନୀୟ, ମନା ନାହିଁ। ଏଥିରେ ବି ଫଳ ରହିଛି, ସ୍ତର ସ୍ତର ତାର ଉନ୍ନତି ରହିଛି। କିନ୍ତୁ ସବୁଠୁ ସାର ପଚାରିଲେ ସର୍ବସାର ସ୍ୱରୂପ ଧର୍ମ କଥା କୁହନ୍ତୁ କହିଲେ, ସବୁଠୁ ସାର ଧର୍ମ। କେତେ ମାନବ ସେବା କରୁଛନ୍ତି, ସେଇଟା ହିଁ ଧର୍ମ କହୁଛନ୍ତି। ମାନବ ସେବା ହିଁ ପରମ ଧର୍ମ କହିବେ। କେତେ ଦେଶ ସେବାଟାକୁ ପରମ ଧର୍ମ କହୁଛନ୍ତି। ଲୋକ ଯାହାର ରୁଚି ତ ଅଲଗା ଅଲଗା। କେତେ ଦେଖିଏ ମଣିଷକୁ ଖାଇବାକୁ ଦେବେନି, କୁକୁର ଯାଉ ଯେଉଁ ରୁଟି ଫୁଟି ଦେଉଥିବେ, ତାଙ୍କର ଧର୍ମ ସେଇଟା ହିଁ। କେତେ ପକ୍ଷୀ ପ୍ରିୟ ବିହଙ୍ଗ ଯାକୁ ଦେବେ ଖାଇବାକୁ, ଆଉ କାହାକୁ ଦେବେନି, ଭଲ ପାଇବେନି, ତାଙ୍କ ରୁଚି ସେଇଟା। କେତେ ଅଛନ୍ତି ଭିନ୍ନ ଭିନ୍ନ ବସ୍ତୁ ଆକାର ଦେବେ, ପଇସା ଆକାର ଦେବେନି, ତାଙ୍କ ରୁଚି ସେ ପ୍ରକାର, ତାଙ୍କ ଧର୍ମ ସେ ପ୍ରକାର। ଭିନ୍ନ ଭିନ୍ନ ଲୋକଙ୍କର ଯେଉଁ ୟୁନିଟ୍ ଡିଭର୍ସିଟି ଯେଉଁ କୁହାଗଲା, ରୁଚି ସବୁ ଅଲଗା ଅଲଗା, ସବୁ ବିବିଧତା, ବିଭିନ୍ନତା ରହିଛି, ବିବିଧତା ରହିଛି। ସେଇମାନଙ୍କ ରୁଚି ଅନୁଯାୟୀ ଧର୍ମ। ଏଥିପାଇଁ ଲୋକ ଯାକ ଆଜିକାଲି ଦେଖ, ଏ ଲୋକମାନଙ୍କ ରୁଚି ଅନୁଯାୟୀ ଯିଏ କିଛି କଥା କହିଦେଲା, ସେ ସେଥିରେ ପଶି ଯାଉଛନ୍ତି, ସେ ଦଳ ଭିତରେ, ସେ ଗୋଷ୍ଠୀ ଭିତରେ। କାରଣ ତାଙ୍କର ଇନ୍ଦ୍ରିୟକୁ ସୁଖ ଦେଲା ସଦୃଶ, ତାଙ୍କ କଥାବାର୍ତ୍ତା ସେ ଧର୍ମ ଯାଜନ ସେମାନେ ପସନ୍ଦ କରେন ସେଇଟା। ଏଥିପାଇଁ ଇନ୍ଦ୍ରିୟ ତୋଷଣକାରୀ ଧର୍ମ ଜଗତରେ ବେଶୀ। ସେଇ ସକଳ ଧର୍ମ ପ୍ରଭାବରେ ଜୀବର ପରମ ମଙ୍ଗଳ ସାଧିତ ହୁଏ ନା। ଏ ରୁଚି ଅନୁଯାୟୀ ଯେଉଁ ଧର୍ମ ସବୁ ତିଆରି ହେଇଛି ଜଗତରେ, ଏଇ ଧର୍ମ ସବୁ ଧର୍ମକୁ ଯାଜନ କଲେ ଜୀବଙ୍କର ମଙ୍ଗଳ ହେବନି। ନିଜର ମନ ଅନୁସାରେ ଧର୍ମ ତିଆରି ହେବ ନା, ଧର୍ମ ଅନୁସାରେ ମନ ତିଆରି କରିବା କଥା। ଧର୍ମ ଶାଶ୍ୱତ ସନାତନ, ସେ ଧର୍ମ କୌଣସି ମଣିଷକୃତ ନୁହେଁ, ମ୍ୟାନ୍ ମେଡ୍ ନୁହେଁ, ହ୍ୟୁମାନ୍ ମଣିଷ ତିଆରି କରିନାହାନ୍ତି ତାକୁ। ଧର୍ମ ସାକ୍ଷାତ ଭଗବତ ପ୍ରଣୀତଂ ନବୈ ବିଦୁର ନା ପିରୁଷ୍ୟ ନା ବିଦେବାହା ଯେଉଁ କୁହାଯାଇଛି, ନା ସିଦ୍ଧ ମୁଖ୍ୟ କି ବିଦ୍ୟାଧର ଚାରଣ ଦେ ମନୁଷ୍ୟ ଯେଉଁ କୁହା କ'ଣ ମାନେ ଧର୍ମ ସାକ୍ଷାତ ଭଗବତ ପ୍ରଣୀତଂ କୁହାଗଲା। ଆଉ କେହି ଜାଣନ୍ତିନି। ଦ୍ୱାଦଶତେ ବିଜାନ୍ୟମ୍ ଧର୍ମନ୍ ଭାଗବତ ଭଟ୍ଟା, ଆମେ ସବୁ 12 ଜଣ ଜାଣିଛୁ ବୋଲି କହିଲେ। ଏଥିପାଇଁ ଏଇ ଧର୍ମ ମଣିଷ ଆଜିକାଲି ଦେଖନ୍ତୁ ବହୁତ ଧର୍ମ ବାହାରିଲାନି, ଭିନ୍ନ ପ୍ରତିଦିନ ମାସକୁ ଗୋଟେ ଗୋଟେ ଧର୍ମ ବାହାରୁଥିବ ବୋଧେ, କି ଦିନକୁ ଗୋଟେ ଗୋଟେ ଧର୍ମ ବାହାରୁଥିବ, ନୂଆ ନୂଆ ଧର୍ମ ସବୁ ଭିନ୍ନ ଭିନ୍ନ ଧର୍ମ। ଆଉ ତ କେତେ ଚତୁର ଅଛନ୍ତି, ଦେଖୁଛନ୍ତି କେଉଁଟା ନିୟମଟା ନାହିଁ, ସେଇ ନିୟମଟା ଲାଗୁ କରିଦେଇ ସବୁ ନୂଆ ଧର୍ମ ଗୋଟେ କରିବେ। ଦେଖିବା ଆମେ ସବୁ ନାଲି କପଡ଼ା ଧଳା କପଡ଼ା ଅଛି, କେତେ ଭାରି ହଳଦିଆ କପଡ଼ା ହଳଦିଆ ଗୋଟେ କାଢ଼ିଲେ, ଆଉ କେତେ ଦେଖୁଥିବେ କେଉଁ ରଙ୍ଗର କଲର୍ଟା ନାହିଁ ସେ କପଡ଼ା ପିନ୍ଧିବେ, କେତେ ଏପଟେ ଗଣ୍ଠି, କେତେ ଏପଟେ ଗଣ୍ଠି, କେତେ ଏପଟେ ଗଣ୍ଠି, କେତେବେଳେ ଇଆଡ଼ୁ ଗଣ୍ଠି ପକାଉଛନ୍ତି, ଭିନ୍ନ ଭିନ୍ନ ନୂଆ ନୂଆ ସବୁ ତାଙ୍କର ଗବେଷଣା। ସେ ଗୋଟେ ନୂଆ ଧର୍ମ, ଗୋଟେ କିଛି ନୂଆ ଦରକାର ନା, একটা କିଛି ନୂତନ କରତେ ହେବେ। এই ପ୍ରକାର ସବୁ ଧର୍ମ ମନକୁ ଖୁସି କରିବା ପାଇଁ। କିନ୍ତୁ ଟୀକାକାର କହୁଛନ୍ତି, ସୁଖଦେବଜୀ କହୁଛନ୍ତି, এই ରୁଚି ଅନୁଯାୟୀ ଭିନ୍ନ ଭିନ୍ନ ଧର୍ମ ଯେଉଁ ବର୍ତ୍ତମାନ ଜଗତରେ ପ୍ରକଟିତ ହେଇଛି ବା ପ୍ରଚଳନ ଚାଲିଛି, ଏସବୁ ଧର୍ମ ଦ୍ୱାରା ଲୋକମାନଙ୍କର କଲ୍ୟାଣ କେବେ ହେବନି। ଏଥିରେ କଲ୍ୟାଣ ହେବ କି? ଏଇସବୁ କଲ୍ୟାଣ ହେବନି, ଜଗତରେ କଲ୍ୟାଣ ଆ ଦ୍ୱାରା ହେବନି। ତୁମ ଇଚ୍ଛା, ତୁମ ମନ ମୁତାବକ ଧର୍ମ ଗୋଟେ ତିଆରି କରାଯିବ, ହେବ କି ସେଇଟା? ଯାହାକୁ ଯେଉଁଟା ଭଲ ଲାଗିଲା ସେଇ ଗୋଟେ ଧର୍ମ, ସେଇଟା ଗୋଟେ ଧର୍ମ କରିଦେଉଛି ଆଉ ନା କ'ଣ? ଯାହାକୁ ଯେଉଁଟା ପସନ୍ଦ ସେ ଗୋଟେ କିଛି ସାଧନ କରିଦେଇ, କିଛି ମନ୍ତ୍ରଫନ୍ତ୍ର ଶିଖିକିରି ଜଗତରେ ତାକୁ କିଛି ସ୍ଥାବକ ମିଳିଯାଉଛନ୍ତି, ସେ ଗୋଟେ ଗୋଷ୍ଠୀ ହେଇଯାଉଛନ୍ତି, ତାକୁ ଭଗବାନ କରିଦେଉଛନ୍ତି। ଏଇ ପ୍ରକାର ତ ଜଗତରେ ଚାଲିଛି ବେଶୀ। সেই সকল ধর্ম প্রভাবে জীবর পরম মঙ্গল সাধিত হয়ে না, পরম মঙ্গল সাধিত হবনি। কইলে লোক বিচার অবলম্বন করিয়া তাদৃশ ধার্মিক গণ কিছু কালের জন্য মন্দ দয়া দয়া লাভ করেন মাত্র, মন্দ উদয় দয়া। এই যে ধর্মযাজক মানে লোক বিচার অবলম্বন, ଲୋକମାନଙ୍କର ବିଚାରକୁ ଆଶ୍ରୟ କରି ଏଇ ଯେ ଧାର୍ମିକ ମାନେ ଯେ ଧର୍ମ ପ୍ରଚାର କରନ୍ତି, ଲୋକମାନଙ୍କ ରୁଚି ମୁତାବକ ଧର୍ମ କଥା ଯେଉଁ କୁହନ୍ତି, ଏଥିରେ କ'ଣ ହେବ? କିଛି ସମୟ ପାଇଁ ସେମାନେ ତାଙ୍କୁ କିଛି ପ୍ରଶଂସା ମିଳେ,
ଲୋକମାନଙ୍କର ମନ୍ଦ ଉଦୟ ଦୟା କରନ୍ତି। ଅମନ୍ଦ ଉଦୟ ଦୟା ନାହିଁ, ଏମାନେ ଯାହା ବି କରନ୍ତି ଲୋକମାନେ ଭାବୁଛନ୍ତି ବଡ଼ ମଙ୍ଗଳ ହେଲା, କିନ୍ତୁ ବାସ୍ତବରେ ମଙ୍ଗଳ ନୁହେଁ, ସେ ମନ୍ଦ ହିଁ ଉଦୟ ହେଉଛି ସେଥିରେ। ସେଇ ଧାର୍ମିକମାନଙ୍କର ମୁଖ ନିଃସୃତ ପ୍ରଚାରିତ ସେ ଧର୍ମ ରୁଚି ଜୀବର ରୁଚି ମୁତାବକ ଧର୍ମ କଥାକୁ ଯେଉଁମାନେ ଶୁଣୁଛନ୍ତି ତାଙ୍କର ମଙ୍ଗଳ କେବେ ହେବନି, ବରଂ ମନ୍ଦ ହେଉଛି ସେଥିରେ, ମନ୍ଦ ଉଦୟ ଦୟା। ସେ ଦୟାଟା ସେମାନେ ଭାବୁଛନ୍ତି ଗୁରୁଦେବ ବଡ଼ ଦୟା କଲେ, ମହାତ୍ମା ବଡ଼ କୃପା କଲେ, ବାସ୍ତବରେ ସେଇଟା ଦୟା ବାସ୍ତବ ଦୟା ନୁହେଁ। ସେ ଦୟାର ଅନ୍ତରାଳରେ ମନ୍ଦ ହିଁ ପ୍ରକଟ ହେଉଛି। ତାର ତ ଦୁର୍ଭାଗ୍ୟ ସ୍ୱାଗତ କରୁଛନ୍ତି ଏମାନେ। ମଣିଷ ଜନ୍ମ ମିଳିଛି ହରିଭଜନ କରିବା ପାଇଁ, ହରିଭଜନରୁ ବିଚ୍ୟୁତ କରି ଟ୍ରାକ୍ ଚେଞ୍ଜ କରି ଯିଏ ଅନ୍ୟ ସବୁ ମାର୍ଗ ଦେଖାଉଛି, ଏଇଟା ହିଁ ବଡ଼ କୃପା, ଏଇଟା ହିଁ ଜୀବନ ଲକ୍ଷ୍ୟ ଯିଏ କହୁଛନ୍ତି, ସେଥିରେ ମନ୍ଦ ହେଉଛି ନା ଅମନ୍ଦ ହେଉଛି? ମନ୍ଦ ହିଁ ହେଲା ନା, ଦୁର୍ଭାଗ୍ୟ ହେଲା ନା, ସୁଯୋଗ ହରାଇଲା ନା ସେ ଗୋଟେ ଜୀବନର କେତେ ସମୟ। କିନ୍ତୁ ଏଇମାନଙ୍କୁ ଚତୁର ଧାର୍ମିକମାନଙ୍କୁ କେହି ଜାଣିପାରନ୍ତିନି। ତାଙ୍କୁ ବଡ଼ ବାବା, ବଡ଼ ମହାତ୍ମା, ବଡ଼ ମହାପୁରୁଷ ବୋଲି ପୂଜା ମିଳେ, ତାଙ୍କୁ ତାଙ୍କର ଖ୍ୟାତି ପ୍ରଖ୍ୟାତି ହୁଏ। କିଛି କାଳର ପାଇଁ ସେମାନେ ମନ୍ଦ ଦୟା ଲାଭ କରନ୍ତି ମାତ୍ର। କିନ୍ତୁ ଭାବଗତ ଧର୍ମ, ଭାଗବତ ଧର୍ମ ସେ ରୂପ ନୁହେଁ। ଭାଗ ଧର୍ମ ଏଇ ପ୍ରକାର ମନ୍ଦ ଉଦୟ ଦୟା କରେନି। ଭାଗ ଧର୍ମ ବରଂ ଲୋକମାନଙ୍କର ଅମନ୍ଦ ଉଦୟ ଦୟାର କାରଣ ହୋଇଥାଏ। ଭାଗ ଧର୍ମକୁ ଯେଉଁମାନେ ଯାଜନ କରନ୍ତି, ଯେଉଁମାନେ ଶ୍ରବଣ କରନ୍ତି, ସେମାନଙ୍କର ଜୀବନରେ ମନ୍ଦ ହିଁ ଦୂର ହୋଇଯାଏ। ଅମନ୍ଦ ମାନେ ଉଦୟ ହୋଇଯିବ, ଅମନ୍ଦ ଉଦୟ ହୋଇଯିବ ସେଇଠି, ତାର ତ ମଙ୍ଗଳ ଉଦୟ ହେଲା, ମଙ୍ଗଳ ଅନିର୍ବାର୍ଯ୍ୟ। ଅବଶ୍ୟ ଭାଗ ଧର୍ମ ଲୋକମାନଙ୍କର ରୁଚି ଅନୁଯାୟୀ ତିଆରି ହେଇନି। ଆମକୁ ଯେଉଁଟା ଦରକାର ସେଇଟା ଭାଗ ଧର୍ମ କୁହନ୍ତିନି, ଆମର ଯେଉଁଟା ମଙ୍ଗଳ ସେଇଟା ହିଁ କୁହନ୍ତି। ଯେମିତି କଡ଼କ କଥା ବେଳେବେଳେ ଭଲ ଲାଗେନି, ନିଜକୁ ପସନ୍ଦ ଲାଗେନି, କିନ୍ତୁ ବିଚାର କଲେ ବୁଝିବା ସେଇ କଥା ହିଁ ଆମକୁ ମଙ୍ଗଳ କରିଦିଏ। ଯେଉଁମାନେ ଷ୍ଟ୍ରିକ୍ଟ ଥାଆନ୍ତି, ସାର୍ମାନେ କେତେ ଥାଆନ୍ତି, କଥାଟା ତାଙ୍କୁ ରୁଚିକର ହୁଏନି, ତଥାପି ସେ କଥାରେ ବେଶୀ ମଙ୍ଗଳ ଥାଏ। ସେମିତି ଭାଗ ଧର୍ମର ବାଣୀ ସେ ପ୍ରକାର, ଏ ଆତ୍ମାର କଥା, ଏଥିରେ ଶରୀରର ଶାରୀରିକ ସୁଖ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଇଠି ଆମ ବୈଷ୍ଣବ ଧର୍ମରେ ଶାରୀରିକ ସୁଖ ବ୍ୟବସ୍ଥା ଅଛି କିଛି ନାହିଁ। ଏଥିରେ ଶାରୀରିକ ସୁଖ ପାଇଁ କୌଣସି ବ୍ୟବସ୍ଥା ନାହିଁ, ବରଂ ଏଥିରେ ଯଦି ଶାରୀରିକ ସୁଖର କୌଣସି ଗନ୍ଧ ଦେଖାଯାଉଛି, ସେଠି ଅବରୋଧ କରାହେଉଛି, ମନା କରାହେଉଛି, ଆକଟ କରାହେଉଛି, ନା ଠିକ୍ ନୁହେଁ ବୋଲି କୁହାଯାଉଛି। ଏଇ ହେଉଛି ଆମର ବୈଷ୍ଣବ ଧର୍ମର ମାର୍ଗ, ଭାଗ ଧର୍ମ ଯାହାକୁ କୁହାଗଲା। ଏଠି ଇନ୍ଦ୍ରିୟ ସୁଖର କୌଣସି ବ୍ୟବସ୍ଥା ହିଁ ନାହିଁ ଏଠି, କାହିଁକିନା ଏ ଆତ୍ମାର କଥା, ଏ ଜନ୍ମ ଜନ୍ମାନ୍ତର ଦୁଃଖ ନିବୃତ୍ତିର କଥା। ଏଥିରେ ରୁଚି ଅନୁଯାୟୀ କରାଯାଉନି। ସେଇ ଭାଗ ଧର୍ମର ଶ୍ରବଣରେ ଆମମାନଙ୍କର କର୍ଣ୍ଣ ଯୋଗ୍ୟତା ଲାଭ କରିଅଛେ। ତେଣୁ ହେ ମହାରାଜ, ସେ ଭାଗ ଧର୍ମ ଶ୍ରବଣ କରିବା ଆମର କର୍ଣ୍ଣ ଯୋଗ୍ୟତା ଲାଭ କରିଅଛି। ଆପଣ ସେ ଭାଗ ଧର୍ମ କଥା ହିଁ କୁହନ୍ତୁ, କାହିଁକିନା ଭାଗବତ ଧର୍ମ ସେ ରୂପ ନୁହେଁ। ଭାଗବତ ଗଣ ମୁକ୍ତ ପୁରୁଷ। এই ଭାଗବତ ଗଣ, ଭାଗବତ କେତେ ପ୍ରକାର? ଦୁଇ ପ୍ରକାର, ସନ୍ଥ ଭାଗବତ, ଗ୍ରନ୍ଥ ଭାଗବତ। ଦୁଇ ଭାଗବତ ସଙ୍ଗେ କରେନ ସାକ୍ଷାତକାର, ସନ୍ଥ ଭାଗବତ, ଗ୍ରନ୍ଥ ଭାଗବତ କୁହାଗଲା। ଏକ ଭାଗବତ ବଡ଼ ଭାଗବତ ଶାସ୍ତ୍ର, আর ଏକ ଭାଗବତ ଭକ୍ତି ରସ ପାତ୍ର। ଭକ୍ତମାନେ ହେଉଛନ୍ତି, ଭକ୍ତି ରସର ପାତ୍ରମାନେ ହେଉଛନ୍ତି ଭାଗବତ, ଆଉ ଗ୍ରନ୍ଥ ଗୋଟେ ଭାଗବତ। ତେଣୁ ଭଗବତ ସମ୍ବନ୍ଧୀୟ ବସ୍ତୁକୁ ଭାଗବତ କୁହାଗଲା। ଏହି ପ୍ରକାର ଭାଗବତ ଯେଉଁମାନେ ଭଗବତ ଗଣ, ଏମାନେ ମୁକ୍ତ ପୁରୁଷ, ଏମାନେ ମୁକ୍ତ ପୁରୁଷ। ପୂର୍ବରୁ ସେଇ କଥା ହିଁ କହୁଛନ୍ତି, ହେ ମହାରାଜ, ହେ ଯୋଗୀନ୍ଦ୍ରମାନେ, ଆପଣମାନେ ଆମ ସଦୃଶ ମାଦୃଶ ସଂସାରବଦ୍ଧ ପାପ ପ୍ରବଣଶୀଳ ମନ୍ଦଭାଗ୍ୟ କର୍ମଫଳ ବାଧ୍ୟ ଜୀବ ନୁହନ୍ତି। ଆପଣମାନେ ନିତ୍ୟସିଦ୍ଧ ପରିକର ପାର୍ଷଦ। ଆପଣମାନଙ୍କ କଥାରେ କୌଣସି କାପଟ୍ୟତା ନାହିଁ, ଯେହେତୁ ଆପଣ ନିଷ୍କପଟ ନିରିମଚ୍ଛର ସନ୍ଥ। ଆପଣମାନେ ଏତେମାନଙ୍କୁ ଭାଗବତ କୁହାଗଲା, ବୈଷ୍ଣବମାନଙ୍କୁ। ଯାଅ ଭାଗବତ ପଢ଼, ବୈଷ୍ଣବର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣ। ଏଥିପାଇଁ ଭାଗବତ ପଢ଼ିବା କଥା, ସେମାନଙ୍କ ପାଖରେ ଶୁଣିବା କଥା, ଯାଜନ କରିବା କଥା। ଭାଗବତ ଧର୍ମ ଯେପରି ନୁହେଁ, ଭାଗବତ ଗଣ ମୁକ୍ତ ପୁରୁଷ। କାହିଁକିନା ମୁକ୍ତ ପୁରୁଷ ଯେଉଁମାନେ, ମୁକ୍ତ ପୁରୁଷ କାହାକୁ କୁହାଗଲା? ଯେଉଁମାନଙ୍କର କୌଣସି ଇନ୍ଦ୍ରିୟ ସୁଖର ବ୍ୟବସ୍ଥା ଯେଉଁମାନଙ୍କର ନାହିଁ, କୌଣସି ବ୍ୟବସ୍ଥା ଯୋଉଠି ନାହିଁ, ନିର୍ମଚ୍ଛର ଯେଉଁମାନେ ପୁରା
परम निर्मोक्षार जो मैंने संपूर्ण संसार रही संसार सहित जो मान कौन शारीरिक मानसिक कायिक संबंध ही जहाँ भी संबंध थी परमार्थ संबंध से मुक्त कहगला से मुक्त पुरुष माने हरिकथा परिवेशन करती जमती गोटे नदी पार हो जाए गोटे लोक पार हो नौकाटा छाड़ी जाए कहीं अन्य पार हे से प्रकार पूर्वश्वरी महापुरुष माने ये भागवत कथा रूपक नौकार पार हो जाइछन्ति तेणु से कहते हे कली पराहत जीव मनीष माने देख आम मान कथा शुण आम तुम मान भवसागर पार हो गोटे नौका छाड़ी आसचु से नौका हूँ हरिकथा नौका हरिकथा श्रवण तेणु हरिकथा रूपक नौकार तुम अवगाहन करवा बस तार तो हरिकथा ही शुण कहीं आम मैंने से हरिकथा ही कीर्तन करूँ से हरिकथा ही श्रवण करी उद्धार मुक्त होइछु आमे मुक्त पुरुष मानक ये जो हरिनाम मुक्त पुरुष मानक अई मुक्त कुलीर उपास्य मान परितस्तंग हरिनाम संश्रय मुक्त पुरुष मान का हरिनाम ये कथा भी मुक्त पुरुष मानक ये हरिकथा हरिनाम मुक्त पुरुष नाम को छाड़ी जाइछन्ति भवसागर पारिया ये हरिनाम हरिकथा रूप नौकार जदि बसिवा तार अर्थ श्रवण जदि करिवा कीर्तन जदि करिवा सत्संग जदि करिवा ताले हम अनायास भवसागर पारि ही पारिया जो कथा कि हृतकर्ण रसायन कहगला हृदय को कर्ण को आनंद जे श्रोत्र मन भी रामत कहला मन और श्रवण इंद्र को जे रमण करे जे आनंद प्रदान करे ये कथा कहीं मुक्त पुरुष मान जो मान तृष्णा ना कामना ना वासना ना से निवृत्त से उपगीय मानत कहला निवृत्त तृष्णा जो मानकर सांसारिक भोग वासना नष्ट हो लेसे मात्र गंध जो मान मन भीतर विकार ना से अविकार अविकृत से महापुरुष माने जो मान सांसारिक तृष्णा नाई से माने ये कथा कीर्तन कर निवृत्त से उपगीय मान से माने कीर्तन कर कौन पाए से कीर्तन को छाड़ी जाते आम मान तेणु को उत्तम श्लोक गुणानुवादन एमती किए अच्छी से उत्तम श्लोक भगवान गुण कीर्तन प्रति वैमात्र को मन पोषण करियो जी करुच्ची से ताभले आत्मघाती किए ना जी श्रद्धा भगवान कथा शुणे बाजार मन श्रद्धा ना भगवान कथा कीर्तन करने तेणु मुक्त पुरुष मान कहते हे भाई माने देख यही कथा को श्रवण योग्य था कि न था श्रवण कला मात्र मंगल ये तो मुक्त पुरुष मान कीर्तनीय श्रवणीय तथापि विषय लोक मान भी शुणी पारे संसार लोक मान शुणी पारे समस्ते शुणी पारे कहीं ये श्रवण कले ही श्रोतृ मन भी रामात कहगला मन को रमण कर आनंद प्रदान कर श्रवण इंद्र को आनंद प्रदान कर तेणु एमती उत्तम श्लोक भगवान चमलान चरित्र कथा को शुणियार वंचित किए हम जो माने व्याध सदृश हृदय जो मानकर से माने ही एक कथार वंचित हे तेणु कथा शुणिया दरकार ये कहते आम श्रवण आमर कर्ण श्रवण योग्य महाराज से भागवत धर्मर श्रवण आम मान कर्ण योग्यता लाभ कर भागवत धर्म शुणिकी आम कर्ण योग्यता लाभ कर हे हे महत्तम साधुगण आपनारा कृपा करिया भगवत कथित प्रपन्न भक्तगण श्रवणीय धर्म आमाके बोलून तेणु अनुरोध कर हे महत्तम साधुगण उत्तम साधु आपण महापुरुष माने आपण कौन करती आपण माने कृपा करी भगवत कथित प्रपन्न भक्तगण श्रवणीय माने जो माने जो भक्त माने भगवान पाखर शरणागत होती भगवत कथित प्रपन्न भक्तगण श्रवणीय धर्म माने भगवान ऐकांतिक शरणागत भक्तवान जो धर्म जो शुणुंट से श्रवणीय धर्म भागवत कथा ही आमको कहतु भागवत धर्म कथा कहीं भक्तवान इंधन कौन हरिकथा श्रवण हरिकथा कीर्तन जो माने शरणागत भक्त जे तांकर एकमात्र आधार हूँ हरिकथा हरिकीर्तन तेणु भगवत प्रपन्न भक्तगण श्रवणीय धर्म आमको कहतु जेहेतु भागवत धर्म श्रवण कले भगवान प्रसन्न होता महाराज भक्तर अधीनता स्वीकार करती कहीं यही धर्म को श्रवण कले भगवान प्रसन्न होती यही धर्म को श्रवण कले भगवान भक्तर अधीनता होती तेणु पूर्वर जो भक्त माने शरणागत होती से ऐकांतिक जो साधना हरिकथा श्रवण से श्रवण योग्य कथा आमको कीर्तन करता आम शुणा प्रस्तुत ये कथा कहते
ଆଉ କାଲି କରିବା। ଶ୍ଲୋକଟା ଖୁସି ହେଲା। ଧର୍ମାନ୍ ଭାଗବତାନ୍ ବ୍ରୂତ यदि न श्रुतये जनं क्षमं जयि प्रसन्न प्रपन्नाय दास्यति आत्मन अपि यजः। धर्मान् भागवतान् ब्रूत यदि न श्रुतये क्षमं जयि प्रसन्न प्रपन्नाय दास्यत्यात्मनम नमप्याजः। दास्यत्यात्मनमप्याज संधिवचित करी पड़े ना पड़े बढ़िया। ये एकादश स्कंद भागधर्म बढ़िया इंटरेस्टिंग पड़ा। एटा आमर पूज्यपाद विष्णु आरंभ करते मझे इंग्राजी कहते ऑनलाइन ये जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्त वृंद।
राधा कंज बिहारी राधा माधव राधा मदन मोहन जी की जय। जय जय पूज्य पाद घनश्याम विष्णुपाद अष्टोत्तर शतश्री श्रीमद् भक्ति विचार विष्णु गोस्वामी महाराज की जय। नितुला वैष्णव विष्णुपाद भक्ति वैभवपुरी गोस्वामी महाराज की जय। नितुला वैष्णव विष्णुपाद भक्ति सिद्धांत सरस्वती गोस्वामी ठाकुर की जय। नितुला वैष्णव विष्णुपाद अद्भुत क्लोज चूड़ामणि गुरु किशोर बाबा जी महाराज की जय। नितुला वैष्णव विष्णुपाद सच्चिदानंद भक्ति विनोद ठाकुर की जय। नितुला वैष्णव विष्णुपाद वैष्णव सर्वभौम जगन्नाथ दास बाबा जी महाराज की जय। आनंद कटी वैष्णव वृंद की जय। भागवत पाठ की जय। पूज्यपाद घनश्याम भक्तिदास पर्यटक महाराज की जय। निताई गुरु प्रेमानंदे।